वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू वे टू एम क्लासेस ओएसटीटी ପାଇଁ କ୍ଲାସ୍ ଚାଲୁ ଅଛି। ଆପଣ ହେଉଛି କ୍ଲାସ୍ ଆଜି 41। ତ ଆମେ ଫୁଲ୍ କନସେପ୍ଟ କଭର କରାହେଉଛି। ଆଜିକାର କଣ୍ଟେଣ୍ଟ ହେଉଛି ବ୍ଲୁମ୍ସ ଟେକ୍ସୋନୋମି। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଥିବେ, ସବସ୍କ୍ରାଇବ୍ କରିନେବେ, ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଆପଣ ଅପଲୋଡ୍ ହେଉଛି, ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆଜିକାର ଯୋଉ କନସେପ୍ଟ ହେଉଛି ବ୍ଲୁମ୍ସ ଟେକ୍ସୋନୋମି ଉପରେ। ବ୍ଲୁମ୍ସ ଟେକ୍ସୋନୋମି କ'ଣ, ଆମେ ସେ ବିଷୟରେ ଜାଣିବା। ତ ବେଞ୍ଜାମିନ୍ ସାମୁଏଲ ବ୍ଲୁମ୍ was an American psychologist, educational psychologist ଯାହାକୁ କୁହାଯାଏ। ତ who made the contribution to the classification of educational objective and the theory of mastery of learning। ତାମାନେ ଆପଣଙ୍କର ଯୋଉ ବ୍ଲୁମ୍ସ ଟେକ୍ସୋନୋମି ହଉଛି ଏଜୁକେଶନାଲ ଅବଜେକ୍ଟକୁ ମିଟ୍ କରେ। କିପରି ଆମେ ଏଜୁକେଶନାଲ ଅବଜେକ୍ଟକୁ ମିଟ୍ କରେଇ ପାରିବା ବାଇ ଦ ହେଲ୍ପ ଅଫ୍ ଡିଫରେଣ୍ଟ କାଇଣ୍ଡ ଅଫ୍ ଆସ୍ପେକ୍ଟ। ଯେମିତିକି ଆମେ କହୁଛନ୍ତି କଗ୍ନିଟିଭ୍ ଡୋମେନ୍ ହଉ, ଯେପରିକି ଆମର ଆଫେକ୍ଟିଭ୍ ଡୋମେନ୍ ହଉ, କିପରି ହଉଛି ସାଇକୋମୋଟର ଡୋମେନ୍ ହଉ, ଏଇ ମାଧ୍ୟମରେ ଆମେ ଏଜୁକେଶନାଲ ଗୋଲ୍ ଆଉ ଅବଜେକ୍ଟିଭକୁ ଆମେ ମିଟ୍ କରିବାକୁ ଚେଷ୍ଟା କରିଥାନ୍ତି। ସୋ ବ୍ଲୁମ୍ସ ଟେକ୍ସୋନୋମି is a set of three hierarchical model used to classify the educational learning objectives into the levels of complexity and specification। ତାମାନେ ଲର୍ନିଂ ଅବଜେକ୍ଟିଭରେ ଯୋଉ ଜଟିଳତା ଆସିଥାଏ ତାକୁ ଭାଗ କରାହେଇଛି। ସେଇ ମାଧ୍ୟମରେ, ସେଇ ଟାଇପ୍ସ ମାଧ୍ୟମରେ ଆମେ ପିଲାମାନଙ୍କୁ ଅବଜେକ୍ଟିଭଟାକୁ, ଏଜୁକେଶନାଲ ଅବଜେକ୍ଟିଭକୁ ମିଟ୍ କରିବାକୁ ଚେଷ୍ଟା କରିଥାନ୍ତି। ଦିସ୍ ଥ୍ରୀ ଲିଷ୍ଟ କଭର ଅଣ୍ଡର ଦ ଲର୍ନିଂ ଅବଜେକ୍ଟିଭ, ଯୋଉକୁ ଆମେ କଗ୍ନିଟିଭ କହୁଛନ୍ତି, ଆଫେକ୍ଟିଭ କହୁଛନ୍ତି, ଆଉ ସାଇକୋମୋଟର ଡୋମେନ୍ ବୋଲି ଆମେ କହୁଛନ୍ତି। The Bloom taxonomy was originally published in, এটা মনে রাখতে হবে, 1956 by the team of cognitive psychologists at the University of Chicago। মনে রাখতে হবে, তো ইউনিভার্সিটি অফ চিকাগোরে ব্লুমস କ'ଣ କରିଥିଲେ, ତାଙ୍କ ସହିତ ସହଯୋଗୀ କ'ଣ କରିଥିଲେ, 1956 ରେ ସେ ଗୋଟେ ବ୍ଲୁମ୍ସ ଟେକ୍ସୋନୋମି ପବ୍ଲିଶ କରିଥିଲେ। ସେ ବିଷୟରେ ଆମେ ଜାଣିବା ଡିଟେଲ। থ্রি ডোমেন ବ୍ଲୁମ୍ସ ଟାକ୍ସୋନମିରେ ତିନିଟା ଡୋମେନ୍ ଦିଆଯାଇଛି। ମନେ ରଖନ୍ତୁ, ଗୋଟେ ହେଉଛି କଗ୍ନିଟିଭ୍ ଡୋମେନ୍ ବା ମେଣ୍ଟାଲ ସ୍କିଲ୍କୁ ବୁଝଉଛି। ପିଲାମାନେ କିପରି ମେଣ୍ଟାଲି ପ୍ରୋସେସ୍ ମାଧ୍ୟମରେ ପାଠ ପଢ଼ିବେ, କୋଉ ଜିନିଷକୁ ମନେ ରଖିକି ପାଠ ପଢ଼ିବେ ବାୟ ଦ ହେଡ୍, ମୁଣ୍ଡ ଦ୍ୱାରା, ଯୋଉଟାକୁ କୁହାଯାଉଛି କଗ୍ନିଟିଭ୍ ଡୋମେନ୍କୁ ବୁଝଉଛି, ଯୋଉଟାକି ଆମେ କହୁଛନ୍ତି ମେଣ୍ଟାଲ ସ୍କିଲ୍ ବୋଲି। ତାପରେ ଆସିଲା ଆଫେକ୍ଟିଭ୍ ଡୋମେନ୍, ଯୋଉଠି କହୁଛନ୍ତି ଆମେ ଆଟିଟ୍ୟୁଡ୍ ଅର୍ ସେଲ୍ଫ ମାଧ୍ୟମରେ। କିପରି ଆଟିଟ୍ୟୁଡ୍, ସେଲ୍ଫ ବା ହାର୍ଟ, ବାଇ ହାର୍ଟ, ଆମେ ଗୋଟେ ଫିଲିଂକୁ ବୁଝୁଛନ୍ତି, ଜଣକ ଫିଲିଂକୁ ବୁଝୁଛନ୍ତି। ସେଇଟାକୁ ଆମେ କହୁଛନ୍ତି କ'ଣ, ଆଟିଟ୍ୟୁଡ୍ ଅର୍ ସେଲ୍ଫ, ଯୋଉଟାକି ଆଫେକ୍ଟିଭ୍ ଡୋମେନ୍କୁ ବୁଝଉଛି। ତାପରେ ଆସିଲା ସାଇକୋମୋଟର ଡୋମେନ୍, ଯୋଉଟାକି ଆମେ ମୋଟର ସ୍କିଲ୍କୁ ବୁଝଉଛନ୍ତି ବାୟ ଦ ହ୍ୟାଣ୍ଡ। ଆମେ କିଛି କାର୍ଯ୍ୟକଳାପ, ପାଠ୍ୟପୁସ୍ତକ ଆମେ କିପରି ନା ଆମ ମୋଟର ସ୍କିଲ୍ ମାଧ୍ୟମରେ କିପରି ନା ଆମେ କିଛି ଗୋଟେ ପେଣ୍ଟିଂ କରୁଛନ୍ତି, ଗୋଟେ ମୋଟର ସାଇକେଲିଂ ସାଇକେଲ ଚଲଉଛନ୍ତି, ବା ଗୋଟେ ଆଥଲେଟିକ୍ ଗେମ୍ ଖେଳୁଛନ୍ତି। ତ ଏଠି ସବୁ ମୋଟର ସ୍କିଲ୍ ଆବଶ୍ୟକତା ହେଇଥାଏ, ଯୋଉଟାକି ଆମେ କହୁଛନ୍ତି ସାଇକୋମୋଟର ଡୋମେନ୍ ବୋଲି ଆମେ କହୁଛନ୍ତି। ତ ପ୍ରଥମେ ଆମେ କଗ୍ନିଟିଭ୍ ଡୋମେନ୍ ବିଷୟରେ ଡିଟେଲ ଜାଣିଯିବା। ତ କଗ୍ନିଟିଭ୍ ଡୋମେନ୍ ଆମେ କାହାକୁ କହୁଛନ୍ତି ନା, ଦ କଗ୍ନିଟିଭ୍ ଡୋମେନ୍ ଇଜ ଫୋକସ୍ଡ ଅନ୍ ଦ ଇଣ୍ଟେଲେକ୍ଚୁଆଲ ସ୍କିଲ୍, ଯୋଉଟାକି ସବୁବେଳେ ଇଣ୍ଟେଲେକ୍ଚୁଆଲ ସ୍କିଲ୍କୁ ହିଁ ବୁଝେଇଥାଏ କଗ୍ନିଟିଭ୍ ଡୋମେନ୍ଟା। ସଚ୍ ଆଜ୍ କ୍ରିଟିକାଲ ଥିଙ୍କିଂ ହେଉ, ଯୋଉଟା ପିଲାମାନଙ୍କୁ ଆମେ କ୍ରିଟିକାଲ ଥିଙ୍କିଂ କରାଇବା, ପ୍ରୋବ୍ଲେମ ସଲଭିଂ କରାଇବା, କ୍ରିଏଟିଂ ଏ ନଲେଜ ବେସ୍ କନସେପ୍ଟକୁ ଆମେ ଯେତେବେଳେ ନଲେଜ ବେସ୍ କନସେପ୍ଟ ପିଲାମାନଙ୍କୁ ଦବା, ସେଇଟା ହେଉଛି କଗ୍ନିଟିଭ୍ ପ୍ରୋସେସରେ ଯାଉଛି ବା କଗ୍ନିଟିଭ୍ ଡୋମେନ୍ରେ ଯାଉଛି। ତ ଏଇ ଡୋମେନ୍ଟାକୁ ସେ ଦିଥର, ଥରେ 1956ରେ ପବ୍ଲିଶ କରିଥିଲେ, ଆଉ ଥରେ ରିଭାଇଜ କରିକି 2001 ତାକୁ ପବ୍ଲିଶ କରିଥିଲେ। ତ ଯୋଉ ଆପଣଙ୍କର ଯୋଉ 1956ରେ ଯୋଉଟା ଥିଲା, ସେଟା ହଉଛି ନାଉନ୍, ମାନେ ନାଉନ୍ ଫର୍ମରେ ଥିଲା। ତାପରେ ଆପଣଙ୍କର 2001ରେ ଯେତେବେଳେ ଆସିଲା, ସେଟା ହଉଛି ଭର୍ବ ଫର୍ମରେ ହେଇଗଲା। ତ ବୁଝନ୍ତୁ, ନଲେଜ, କମ୍ପ୍ରେହେନ୍ସିଭ୍, ଆପ୍ଲିକେସନ, ଆନାଲାଇଜ, ସିନ୍ଥେସିସ୍, ଇଭାଲୁଏସନ ଥିଲା। ଯେତେବେଳେ ନୂଆ ଆପଣଙ୍କର ଆସିଲା, ଯେତେବେଳେ 2001ରେ ଭର୍ବ ଫର୍ମ ଦେଲେ, ତ ନଲେଜଟା ରିମେମ୍ବରରେ ପଳେଇବ, ଭର୍ବ ଫର୍ମ ହେଇଯିବ। କମ୍ପ୍ରେହେନ୍ସନଟା ଅଣ୍ଡରଷ୍ଟାଣ୍ଡିଂ ଫର୍ମରେ ପଳେଇବ। ଆପ୍ଲିକେସନଟା ଆପ୍ଲାଏରେ ପଳେଇବ, ଭର୍ବ ଫର୍ମ ହେଇଗଲା। ଆପଣଙ୍କର ଏନାଲିସିସଟା ଏନାଲାଇଜ ହେଇଗଲା। ଆଉ ସିନ୍ଥେସିସଟା ଆପଣଙ୍କର ଚେଞ୍ଜ ହେଇକି କ୍ରିଏଟ ହେଇଗଲା। ଆଉ ଇଭାଲୁଏସନଟା କ୍ରିଏଟ ପୂର୍ବରୁ ରହିଗଲା, ଯୋଉଟା ଇଭାଲୁଏଟ ହେଇଗଲା। ଇଭାଲୁଏସନଟା ଇଭାଲୁଏଟ ହେଇଗଲା। ତ ଏଇ ପ୍ରକ୍ରିୟା ମାଧ୍ୟମରେ ସେ ଆପଣଙ୍କର ଟେକ୍ସନ ଭାଗ କରିଥିଲେ, ବଟମ୍ ଟୁ ଟପ୍ ହେଲା। ଏଟା ମନେ ରଖିବେ, ବଟମ୍ ଟୁ ଟପ୍ ପର୍ଯ୍ୟନ୍ତ ଯାଏ ପିରାମିଡଟା।
ତ ଆପଣ କଗ୍ନିଟିଭ୍ ଡୋମେନ୍‌ରେ ଆପଣଙ୍କର ହଉଛି ନାଉନ୍ ଫର୍ମର ପୂର୍ବରୁ ଥିଲା 1956 ତାପରେ 2001 ରେ ଏଟା ହେଇଗଲା କଣ ଭର୍ବ ଫର୍ମ। ତ ମନେ ରଖିବେ ନଲେଜ୍, କମ୍ପ୍ରେହେନ୍ସିଭ୍, ଆପ୍ଲିକେସନ୍, ଏନାଲାଇଜ୍, ସିନ୍ଥେସିସ୍, ଇଭାଲୁଏସନ୍ ଯୋଉଟାକି ଚେଞ୍ଜ ହେଇକି ହେଇଗଲା ରିମେମ୍ବର, ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲାଏ, ଆନାଲାଇଜ୍, ଇଭାଲୁଏଟ୍, କ୍ରିଏଟ୍। ଏଟା ମନେ ରଖିଥିବେ। ତ ଏଇଗୁଡାକ ଆମେ ଡେସ୍କ୍ରାଇବ୍ କରିବା। ତ ନଲେଜ୍ ଆଉ ରିମେମ୍ବର ଆମେ କାହାକୁ କହୁଛନ୍ତି? ନା ଆମେ ଯେତେବେଳେ କୌଣସି ଜିନିଷକୁ ପିଲାମାନଙ୍କୁ ଏବିଲିଟି ଟୁ ରିକଲ୍ ଇନଫର୍ମେସନ୍ ଦଉଛନ୍ତି ସେଟା ବୁଝଉଛି କାହାକୁ? ନଲେଜ୍ ବା ରିମେମ୍ବର। ଏଟା କଗ୍ନିଟିଭ୍ ଆସ୍ପେକ୍ଟକୁ ବୁଝେଇଲା। କମ୍ପ୍ରେହେନ୍ସିଭ୍ ଅଣ୍ଡରଷ୍ଟାଣ୍ଡିଂ କଣ? ନା ଏବିଲିଟି ଟୁ ଅଣ୍ଡରଷ୍ଟାଣ୍ଡ ଦ ମିନିଂ ଅଫ୍ ଦ ସବଜେକ୍ଟ ଅର ଟପିକ୍। ଯେତେବେଳେ ଟପିକ୍‌ର ମିନିଂ ସବଜେକ୍ଟ ଆମେ ପଢନ୍ତି ବା ଜାଣନ୍ତି ଏଟା ବି କମ୍ପ୍ରେହେନ୍ସିଭ୍ ଅଣ୍ଡରଷ୍ଟାଣ୍ଡିଂରେ ଗଲା। ଏଟା ବି କଗ୍ନିଟିଭ୍ ଡୋମେନ୍‌କୁ ବୁଝଉଛି। ତାପରେ ଆପ୍ଲିକେସନ୍ ବା ଆପ୍ଲାଏକୁ କଣ ବୁଝଉଛି? ନା ଆପ୍ଲାଏ ଟୁ ଦ ୟୁଜ୍ ଅଫ୍ ନଲେଜ୍ ଇନ୍ ଫ୍ୟାକ୍ଟସ୍ ଆଣ୍ଡ ଓପିନିଅନ୍। ଯେତେବେଳେ ଆମେ ଓପିନିଅନ୍ ଫ୍ୟାକ୍ଟକୁ ଆପ୍ଲାଏ କରୁଛନ୍ତି ତାକୁ ଆମେ କଣ କହୁଛନ୍ତି? ଆପ୍ଲିକେସନ୍ ବା ଆପ୍ଲାଏ। ତାପରେ ହଉଛି ଏନାଲାଇଜ୍ ବା ଏନାଲାଇଜିଂ କଣ ଏନାଲିସିସ୍ ବା ଏନାଲାଇଜିଂ ବା ଏନାଲାଇଜ୍ ଯାହା କହୁଛନ୍ତି କଣ ନା ଏବିଲିଟି ଟୁ ୟୁଜ୍ ଦ ନଲେଜ୍ ଇନ୍ ଦ ନ୍ୟୁ ସିଚୁଏସନ୍। ଯେତେବେଳେ ନୂଆ ସିଚୁଏସନ୍ ଆସିବ ସେଇ ଜାଗାରେ ଆମେ ଆମ ପୂର୍ବ ଜ୍ଞାନକୁ ବା ନଲେଜକୁ ପୁଟ୍ କରିବାକୁ ଚେଷ୍ଟା କରନ୍ତି। ତାପରେ ହଉଛି ସିନ୍ଥେସାଇଜ ବା କ୍ରିଏଟ୍। Synthesize or create refers to the cognitive process combine different piece of information to form a new whole and create something original। କିଛି ଗୋଟେ ଅରିଜିନାଲ କରିବାକୁ ଚେଷ୍ଟା କଲେ ବା କିଛି ଗୋଟେ ଅରିଜିନାଲିଟି ଦେଖିବାକୁ ଚେଷ୍ଟା କଲେ ସେଇ ନଲେଜ ବେସରେ ଆମେ କିଛି ନୂଆ କଲେ ସେଟାକୁ ବୁଝଉଛି ସିନ୍ଥେସିସ୍। ତାପରେ ହଉଛି ଇଭାଲୁଏଟ୍ ବା ଇଭାଲୁଟିଂ ଯୋଉଟା ମୂଲ୍ୟାଙ୍କନ କୁହନ୍ତି। ଏବିଲିଟି ଟୁ କମ୍ ଅଫ୍ ୱିଥ୍ ଦ ଜଜମେଣ୍ଟ ଆବାଉଟ୍ ଦ ଇମ୍ପ୍ରୁଭମେଣ୍ଟ ଅଫ୍ ଦ କନସେପ୍ଟ। ଆପଣ ନିଜ କନସେପ୍ଟ ପ୍ରତି କେତେ ଇମ୍ପ୍ରୁଭମେଣ୍ଟ ହେଇଛନ୍ତି ଯେତେବେଳେ ଆମେ ନିଜେ ଇଭାଲୁଏଟ୍ କରିପାରିବେ। ଏଟା ହଉଛି ସବୁଟା ମେଣ୍ଟାଲ ପ୍ରୋସେସକୁ ବୁଝଉଛି, ମେଣ୍ଟାଲ ସ୍କିଲକୁ ବୁଝଉଛି। ସୋ ଦ୍ୟାଟ୍ ଏଇଗୁଡାକ ସବୁ 6ଟା ଆସ୍ପେକ୍ଟ ଯାଡା କୋଉଟାରେ ଅଛନ୍ତି? ନା କଗ୍ନିଟିଭ୍ ଡୋମେନରେ ଅଛି। ନା ମନେ ରଖିଥିବେ। ବ୍ଲୁମ୍ ସେଟାକୁ କଣ କରିଛନ୍ତି? ନା ଡେସ୍କ୍ରାଇବ୍ କରୁଛନ୍ତି। କଣ? ନା ନଲେଜ୍, କମ୍ପ୍ରେହେନ୍ସନ୍, ଆପ୍ଲିକେସନ୍। ନଲେଜ୍ ଯୋଉଟା ରିମେମ୍ବର ହେଇଗଲା, କମ୍ପ୍ରେହେନ୍ସନ୍ ଅଣ୍ଡରଷ୍ଟାଣ୍ଡିଂ ହେଇଗଲା, ଆପ୍ଲିକେସନ୍ ଆପ୍ଲାଏ, ଏନାଲିସିସ୍ ଏନାଲାଇଜ୍, ସିନ୍ଥେସିସ୍ କ୍ରିଏଟ୍ ଆଉ ଇଭାଲୁଏସନ୍ ଇଭାଲୁଏଟ୍। ତ ଆଶା କରୁଛି ଏ କନସେପ୍ଟଟା ବୁଝିପାରିଲେ। ତାପରେ ଆମେ ନେକ୍ସଟ ଆସିବା ଆଫେକ୍ଟିଭ୍ ଡୋମେନ୍। ଆଫେକ୍ଟିଭ୍ ଡୋମେନ୍ ଆମେ କାହାକୁ କହୁଛନ୍ତି? ବାଏ ହାର୍ଟ ଯେତେବେଳେ ଆମେ କୌଣସି ଜିନିଷକୁ ଫିଲ୍ କରିବାକୁ ଚେଷ୍ଟା କରନ୍ତି ସେଟାକୁ ଆମେ ଆଫେକ୍ଟିଭ୍ ବା ଆଫେକ୍ଟକୁ ବୁଝେଇଥାନ୍ତି। କଣ? ନା ଆଫେକ୍ଟିଭ୍ ଡୋମେନ୍ ୱାଜ୍ ଇଣ୍ଟ୍ରୋଡ୍ୟୁସ୍ଡ ବାଇ କ୍ରାଥୋଲ୍, ବ୍ଲୁମ୍ ଆଣ୍ଡ ମାସିଆ। ଇଫେକ୍ଟିଭ୍ ଡୋମେନଟା ଆପଣଙ୍କୁ କିଏ ଦେଇଛନ୍ତି? ନା ଆପଣଙ୍କର ହଉଛି କ୍ୟାଥୋଲ୍, ବ୍ଲୁମ୍ ଆଣ୍ଡ ମସିଆ ଇନ୍ 1964 ରେ ଆପଣଙ୍କୁ ଦିଆହେଇଥିଲା। ତ ବଡ ଫ୍ରେମୱାର୍କ ଅଫ ଦ ବ୍ଲୁମ୍ ଟାକ୍ସୋନମିରେ ଏଟା ବି ଗୋଟେ ବଡ ଫ୍ରେମୱାର୍କଟେ। ଦେୟାର ଆର୍ 5 କ୍ୟାଟେଗୋରି। ସେଟାରେ ଥିଲା ଆପଣଙ୍କର କଗ୍ନିଟିଭ୍ ଡୋମେନରେ ଥିଲା 6 ଏଟାରେ ରହିଲା 5। ଦେୟାର ଆର୍ 5 କ୍ୟାଟେଗୋରିଜ୍ ଅଫ ଆଫେକ୍ଟିଭ୍ ଡୋମେନ୍ ଆଣ୍ଡ ଇଫେକ୍ଟ। ଆଫେକ୍ଟିଭ୍ ଡୋମେନ୍ ଇଜ୍ ରିଲେଟେଡ୍ ଟୁ ଆୱାର ଇମୋସନ୍। ଆମ ଇମୋସନ୍, ଫିଲିଂ, ଭ୍ୟାଲୁଜ୍, ମୋଟିଭେସନ୍, ଆଟିଟ୍ୟୁଡକୁ ବୁଝାଇଥାଏ। ଏଟା ମନେ ରଖନ୍ତୁ। ତ ଆମେ ଜାଣିଛନ୍ତି ବଟମ୍ ଟୁ ଆମେ ସବୁବେଳେ ଟପକୁ ଯିବା। ତ ଫାଷ୍ଟ ହଉଛି ରିସିଭିଂ ବା ଆଟେଣ୍ଡିଂ ରେ ରହିବ। ତାପରେ ହଉଛି ରେସ୍ପଣ୍ଡିଂ, ତାପରେ ହଉଛି ଭ୍ୟାଲୁଇଂ, ତାପରେ ହଉଛି ଅର୍ଗାନାଇଜିଂ, ତାପରେ ହଉଛି କ୍ୟାରେକ୍ଟରାଇଜିଂ। ଏଟା ମନେ ରଖିଥିବେ, ଏଟା ଆପଣଙ୍କ କ୍ୱେଶ୍ଚନ ଆସିଥାଏ ବାରମ୍ବାର। ତାପରେ ତ ଇଏ ହଉଛି ଆପଣଙ୍କର କଣ? ନା ଏଟା ହଉଛି ଆଫେକ୍ଟିଭ୍ ଡୋମେନକୁ ବୁଝଉଛି। ତ ରିସିଭିଂ କାହାକୁ ବୁଝଉଛି? ଆମେ ବୁଝିବା ରିସିଭିଂ ହଉଛି ୱିଲିଂ ଟୁ ଆୱେୟାର ଦ ସେଟିଂ ସିଚୁଏସନ୍ ଗିଭ୍ ଦ ଆଟେନସନ୍ ବାଇ ଚଏସ୍ ଓପନ୍ ଟୁ ଦ ଏକ୍ସପିରିଏନ୍ସ। ତା ମାନେ ଆପଣଙ୍କ ଚଏସ୍ ଅନୁସାରେ ଆପଣ ଯେକୌଣସି ଜିନିଷକୁ ରିସିଭ୍ କରୁଛନ୍ତି ବା ଆଟେଣ୍ଡ କରୁଛନ୍ତି। ରେସ୍ପଣ୍ଡିଂ ହଁ ୱିଲିଂଲି ପାର୍ଟିସିପେଟ୍। ଆପଣ ଯେତେବେଳେ ନିଜ ଇଚ୍ଛାରେ ରେସ୍ପଣ୍ଡ କରୁଛନ୍ତି, ପାର୍ଟିସିପେଟ୍ କରୁଛନ୍ତି, ଭଲ୍ୟୁଣ୍ଟିୟର୍ସ ଫାଇଣ୍ଡିଂ ଦ ସାଟିସ୍ଫାକ୍ସନ୍ ପାର୍ଟିସିପେସନ୍ ରେଡି ଟୁ ରେସ୍ପଣ୍ଡ। ଆମର ସେତେବେଳେ ରେସ୍ପଣ୍ଡ ଦଉଛନ୍ତି। ତାପରେ ଭ୍ୟାଲୁ ମାନେ ମୂଲ୍ୟବୋଧକୁ ବୁଝଉଛି। ମୋଟିଭେଟେଡ୍ ଇନଭେଷ୍ଟ ଆଣ୍ଡ ଚଏସ୍ to have behave in a certain way of frequently being to identify the behavior commit to it। ତାମାନେ ଆପଣ ଯେତେବେଳେ କୌଣସି ଜିନିଷକୁ ଆପଣ ଭ୍ୟାଲୁ ମୂଲ୍ୟ ବୁଝିପାରିଲେ ସେତେବେଳେ ଆମେ ସେଥିପାଇଁ କମିଟେଡ୍ ହେଲେ। ତାପରେ ହଉଛି ଅର୍ଗାନାଇଜିଂ କଣ? ଭ୍ୟାଲୁ ବିକେମ୍ ଦ ସିଷ୍ଟମେଟିକ୍ କ୍ୟାନ୍ କମ୍ପେୟାର ଦ କନଷ୍ଟାଣ୍ଟ ଭ୍ୟାଲୁ ଚଏସ୍। ଯେତେବେଳେ କୌଣସି ଭ୍ୟାଲୁଟା ଆପଣ କନଷ୍ଟାଣ୍ଟ ରହିଗଲା ସେଇ କନଷ୍ଟାଣ୍ଟଲି ସେଇ ଭ୍ୟାଲୁଟାକୁ ଆପଣ ବୁଝିପାରୁଛନ୍ତି ତ ସେଥିପାଇଁ ଆପଣ କମିଟେଡ୍ ହେଇଯିବେ। ସେଇଟା କୁହାଯାଉଛି ଅର୍ଗାନାଇଜ। ତାପରେ କ୍ୟାରେକ୍ଟରାଇଜିଂ କଣ? ନା act consistently due to an internal behavior can articulate the philosophy and world view, can break down the complex situation and respond according to based on values and develop the life by a code of personal behavior। ତା ମାନେ personal behavior ଅନୁସାରେ ଯେତେବେଳେ ଆପଣ କୌଣସି ଜିନିଷ ଭାଗ କରୁଛନ୍ତି ସେ ଜିନିଷଟାକୁ ବୁଝିପାରିକି ନିଜ ଆଟିଟ୍ୟୁଡ ଲେବୁଲରେ ସେଟା କୁହାଯାଉଛି କ୍ୟାରେକ୍ଟରାଇଜିଂ। ତ ଇଏ ସବୁ ଥିଲା ତ ଆପଣଙ୍କୁ କଣ? ନା ଆଫେକ୍ଟିଭ ଡୋମେନକୁ ବୁଝଉଛି ଯୋଉଟା କି ଆପଣଙ୍କର ଫିଲିଂକୁ ବୁଝାଏ, ଭ୍ୟାଲୁକୁ ବୁଝାଏ, ମୋଟିଭେସନକୁ ବୁଝାଏ, ଆଟିଟ୍ୟୁଡକୁ ବୁଝାଇଥାଏ। ଏଟାକୁ ମନେ ରଖିଥିବେ, ଏଥିରୁ ବି କ୍ୱେଶ୍ଚନ ଆସିଥାଏ। ତାପରେ ଆମେ ଯିବା ସାଇକୋମୋଟର ଡୋମେନ୍। ସାଇକୋମୋଟର ଯେତେବେଳେ ଆମେ କୌଣସି ମାଂସପେଶୀୟ କାର୍ଯ୍ୟକଳାପ କରୁଛନ୍ତି, ସାଇକ୍ଲିଂ ହଉ, ପେଣ୍ଟିଂ ହଉ, ରନିଂ ହଉ,
ଆପଣଙ୍କର ସ୍ପୋର୍ଟସ୍ ଆକ୍ଟିଭିଟିଜ୍ ହଉ, ଡ୍ୟାନ୍ସ ହଉ, ଏ ସବୁଥିରେ ଆପଣ ସାଇକୋମୋଟର ଡୋମେନ୍ ବା ସାଇକୋମୋଟର ଆକ୍ଟିଭିଟିଜ୍ ହିଁ କୁହାଯାଏ। ତ ସାଇକୋମୋଟର ଡୋମେନ୍ ୱାଜ୍ ଇଣ୍ଟ୍ରୋଡ୍ୟୁସ୍ଡ ବାଇ ଡେଭ୍ ଆଣ୍ଡ ରୋଥୱେଲ୍ 1970 ଆଣ୍ଡ କାଜନାସ୍ ଇନ୍ 1989 ରେ ଦେଇଥିଲେ ଟେକ୍ସୋନୋମି ଅନ୍ ଏଜୁକେସନାଲ ଅବଜେକ୍ଟିଭ ଦ୍ୟାଟ୍ ଫୋକସ୍ ଅନ୍ ଫିଜିକାଲ ସ୍କିଲ୍, ଯୋଉଟାକି ଫିଜିକାଲ ସ୍କିଲକୁ ବୁଝଉଛି, ମାନୁଆଲ ଅର୍ ମୋଟର ଆକ୍ଟିଭିଟି, ଯୋଉଟା ମାଂସପେଶୀୟ ଜନିତ ଆକ୍ଟିଭିଟିକୁ ବୁଝାଏ। ତ and the ability to coordinate and manipulate objects. And this psychomotor domain is one of the three domain learning proposed by the Benjamin Bloom, ଯୋଉ ତିନିଟା ଡୋମେନ୍ ଦେଇଥିଲେ ତା ଭିତରୁ ଏଟା ଗୋଟେ। In his widely recognized Bloom's taxonomy 1956, with the other two began the cognitive and affective domain. While Bloom's taxonomy is certain around the cognitive skill, attitude, and Dave's work focus on specially development physical motor skill. ତାମାନେ ବ୍ଲୁମ୍ସ ଯୋଉ ଦେଇଥିଲେ affective domain ଆଉ ଆପଣଙ୍କର cognitive domain, ତ ତାପରେ ଆଉ ଟିକେ କାର୍ଯ୍ୟକଳାପ କରିକି ଡେଭ୍ କଣ କରିଥିଲେ ନା ମୋଟର ସ୍କିଲ୍ ଉପରେ ତାଙ୍କର ଯୋଉ ଡୋମେନ୍ ଟାକୁ ଏନାଲାଇଜ କରିଥିଲେ। ଆଗେ ଏଟା ବୁଝି ନବା। ଫାର୍ଷ୍ଟ ହଉଛି କଣ, ବଟମ୍ ଟୁ ଟପ୍ କୁ ଯିବା। ଆମେ ସବୁବେଳେ ଜାଣିଛନ୍ତି ବଟମ୍ ଟୁ ଆମେ ଟପ୍ କୁ ଯିବା। ତ ବଟମ୍ ଟୁ ଟପ୍ ଫାର୍ଷ୍ଟ ହଉଛି କଣ, ରିଫ୍ଲେକ୍ସ ମୁଭମେଣ୍ଟ କୁ ବୁଝଉଛି କଣ, ବେସିକ୍ ଫଣ୍ଡାମେଣ୍ଟାଲ ମୁଭମେଣ୍ଟ କଣ ଆମେ ଜାଣିବା, ପରସେପଚୁଆଲ କଣ ଆମେ ଜାଣିବା, ଫିଜିକାଲ ଆକ୍ଟିଭିଟି କଣ ଜାଣିବା, ସ୍କିଲ୍ ମୁଭମେଣ୍ଟ କଣ ଜାଣିବା, ସ୍କିଲ୍ଡ ମୁଭମେଣ୍ଟ ଯୋଉଟା କି ଆମେ, ତାପରେ ହଉଛି ନନ୍ ଡିସ୍କର୍ସିଭ କମ୍ୟୁନିକେସନ ବିଷୟରେ ଆମେ ଜାଣିବା। ତ ପ୍ରଥମେ ହଉଛି ଦେଖନ୍ତୁ କଗ୍ନିଟିଭ୍ ଡୋମେନ୍ 6ଟା, ତାପରେ ଆଫେକ୍ଟିଭ୍ ଡୋମେନ୍ 5ଟା, ତାପରେ ହଉଛି ସାଇକୋମୋଟର ଡୋମେନ୍ ହଉଛି 6ଟା। ଏଟା ମନେ ରଖିଥିବେ। ତ ଫାର୍ଷ୍ଟ 1 ନମ୍ବରରେ କଣ କହୁଛି, ରିଫ୍ଲେକ୍ସ ମୁଭମେଣ୍ଟ। ରିଏକ୍ସନ ଦ୍ୟାଟ୍ ଆର୍ ନଟ୍ ଲର୍ନ, ଯୋଉ ରିଏକ୍ସନ ଟା ଆପଣ ଲର୍ନ କରୁନାହାନ୍ତି, ସଚ୍ ଆଣ୍ଡ ଦ ଇନଭଲଣ୍ଟାରୀ ରିଏକ୍ସନ ଯୋଉଟା ଆପଣ ଦଉଛନ୍ତି, ଯୋଉ ମୋସନ ଟା ଦଉଛନ୍ତି, ତାକୁ କୁହାଯାଉଛି କଣ, ରିଫ୍ଲେକ୍ସ ମୁଭମେଣ୍ଟ। ଯେମିତି କି ଆପଣ ବ୍ଲିଙ୍କିଂ ଅଫ ୟୋର ଆଇଜ୍, ଆପଣ ଆଇଟା ବ୍ଲିଙ୍କ କରିବାଟା ଆପଣ କଣ ଶିଖିଥିଲେ କି ତାକୁ? ନାହିଁ, ଆପଣ ସେଇ ମୋସନ ବା ଆକ୍ଟିଭିଟିସ୍ ଟା, ମୋଟର ସ୍କିଲ୍ ଟା ଆପଣ ଆପେ ଆପେ ହେଇଯାଏ, ନଟ୍ ଲର୍ନ। ଏଟାକୁ ଲର୍ନ କରିବାକୁ ପଡେ ନାହିଁ। ଯେମିତି ଆପଣ ଆଖି ଆଗକୁ ଗୋଟେ କି ହାତ ଆଣିଲେ ଆପଣ ଆଖି ବୁଝିଦେବେ, ଦ୍ୟାଟ୍ ଇଜ ବ୍ଲିଙ୍କିଂ ଅଫ ୟୋର ଆଇଜ୍। ଏଟା ରିଫ୍ଲେକ୍ସ ମୁଭମେଣ୍ଟ କୁ ବୁଝା। ତାପରେ ଆସିଲା ଫଣ୍ଡାମେଣ୍ଟାଲ ମୁଭମେଣ୍ଟ କଣ ନା, କମ୍ବିନେସନ ଅଫ ରିଫ୍ଲେକ୍ସ ମୁଭମେଣ୍ଟ ସଚ୍ ଆଜ୍ ୱାକିଂ ଆଣ୍ଡ ଗ୍ରାସ୍ପିଂ। ଏଟା ହଉଛି ଫଣ୍ଡାମେଣ୍ଟାଲ ମୁଭମେଣ୍ଟ ଟା ରିଫ୍ଲେକ୍ସ ମୁଭମେଣ୍ଟ ପରେ ଆସେ ଆଉ କମ୍ବାଇନଲି ଆସେ। ଯେମିତି କି ଚାଲିବା, ଆପଣ ଛୋଟ ପିଲାଟାକୁ ଦେଖିବେ, ସେ ହାମଡଉଥିବ, ପେଟଉଥିବ, ତାପରେ ଉଠିକି ଛିଡା ହବ, ତାପରେ ଧୀରେ ଧୀରେ ଚାଲିବା ସେ କରିବ। ଆଉ କିଛି ଜିନିଷକୁ ଆପଣ ଦେବେ, ସେ ଗ୍ରାସ୍ପିଂ ଧରିକି ରଖିଦବ। ଏଟା ହଉଛି କଣ, ରିଫ୍ଲେକ୍ସ ମୁଭମେଣ୍ଟ ସହିତ ତାପରେ କମ୍ବାଇନଲି ଆପେ ଆପେ ଆସେ। ଏଟା ହଉଛି ବେସିକ୍ ଫଣ୍ଡାମେଣ୍ଟାଲ ମୁଭମେଣ୍ଟ ବୋଲି କୁହାଯାଏ। ପ୍ରତ୍ୟେକ ମଣିଷ ବା ଜୀବଜନ୍ତୁ ପାଖରେ ଏଟା ଥାଏ, ମୋଟର ସ୍କିଲ୍ ଟା। ଏଟା ଆପେ ଆପେ ଆସିବ। ତାପରେ ଆସିଲା ପରସେପଚୁଆଲ ଏବିଲିଟି କଣ, ରେସ୍ପନ୍ସ ଟୁ ଏ ଷ୍ଟିମୁଲି ସଚ୍ ଏଜ୍ ଭିଜୁଆଲ ଆଣ୍ଡ ଅଡିଟରୀ ଅର୍ ଦ ସେନ୍ସରୀ। ଯେତେବେଳେ ପିଲାଟି, ଛୋଟ ପିଲାଟି ଶୋଇଛି, ତାକୁ ଗୋଟେ ସାଉଣ୍ଡ କରିଦେବେ ବା ତାକୁ ହାତ ହଲେଇ ଦେବେ, ସିଏ ଆପଣଙ୍କୁ ଅନେଇବ ବା ଆପଣଙ୍କୁ ରେସ୍ପନ୍ସ କରିବ ବା ଗୋଟେ କିଛି ଦେବେ, ଜିନିଷଟା ପାଟିରେ ପୁରେଇ ଦବ। ଦ୍ୟାଟ୍ ଇଜ ୱାନ୍ ଟାଇପ୍ ଅଫ ଷ୍ଟିମୁଲି, ଯାକୁ ଉତ୍ତେଜିତ କରୁଛି। ଯେମିତିକି ଆପଣ ପୋକ ଆଗରେ ନିଆଁ ଲଗେଇଦେବେ, ପୋକ ସବୁ ଆସିକି ସେ ନିଆଁ ପାଖରେ ପହଞ୍ଚିବେ, ବା ଲାଇଟ୍ ଲଗେଇଦେବେ, ଲାଇଟ୍ ପାଖରେ ଆସି ପହଞ୍ଚିବେ। ଦ୍ୟାଟ୍ ଇଜ ହଉଛି କଣ, ଏଇ ପ୍ରକାର ରେସ୍ପନ୍ସକୁ ଆମେ କହୁଛନ୍ତି ଭିଜୁଆଲି, ଅଡିଟରୀ ବା ସେନ୍ସରୀ ମାଧ୍ୟମରେ ହେଇଥାଏ। ଆଉ ବେଳେ ବେଳେ ଆପଣ ଖେଳ ପଡିଆରେ ଦେଖିଥିବେ, ଖେଳୁଥିବେ, ହଠାତ୍ ବଲଟି ପଳେଇଗଲା, ଆପଣଙ୍କର ପରସେପଚୁଆଲ ଏବିଲିଟି ସଙ୍ଗେ ସଙ୍ଗେ ଆସିବ, କ୍ୟାଚ୍ ଦ ବଲ୍। ଯେତେବେଳେ ଆପଣ କ୍ୟାଚ୍ କରୁ, ଆପଣ ହାତ ଆପେ ଆପେ କ୍ୟାଚ୍ ଦ ବଲ୍ ଜଣେ କହିବ ନା, ବଟ ହାତଟା ଆପେ ଆପେ ପଳେଇବ ସେ ବଲ୍ ପାଖକୁ। ଦ୍ୟାଟ୍ ଇଜ ହଉଛି କଣ, ଆମେ କହୁଛନ୍ତି ପରସେପଚୁଆଲ ଏବିଲିଟି। ଏଇ ମୋଟର ସ୍କିଲ୍ ଟା ସମସ୍ତଙ୍କ ପାଖରେ ଥାଏ। ଏକ୍ସାମ୍ପଲ ହଉଛି କ୍ୟାଚ୍ ଦ ବଲ୍। ତାପରେ ହଉଛି ଫିଜିକାଲ ଏବିଲିଟି କଣ ନା, ଷ୍ଟାମିନା ଦ୍ୟାଟ୍ ମଷ୍ଟ ବି ଡେଭଲପ୍ ଫର୍ଦର ଡେଭଲପମେଣ୍ଟ ସଚ୍ ଆଜ୍ ଦ ଷ୍ଟ୍ରେଂଥ ଆଣ୍ଡ ଏବିଲିଟି ଟୁ ଲିଫ୍ଟ ଦ ଥିଙ୍ଗସ୍। ତାମାନେ ଆପଣଙ୍କ ପାଖରେ ଗୋଟେ ଷ୍ଟାମିନା ଥିବା ଦରକାର, ଆପଣ ଯେକୌଣସି କାର୍ଯ୍ୟ କରିବା ପାଇଁ। ଗୋଟେ ଧାନ ବସ୍ତା ଆପଣ ଟେକିବାକୁ ଚାହୁଁଛନ୍ତି, ବା ଗୋଟେ ବସ୍ତା, ଓଜନିଆ ବସ୍ତା ବା କୌଣସି ଜିନିଷକୁ ଲିଫ୍ଟ କରିବାକୁ ଚାହୁଁଛନ୍ତି, ତା ପୂର୍ବରୁ ଆପଣଙ୍କ ପାଖରେ ଷ୍ଟାମିନା ଥିବା ଦରକାର। ସେଇଟା ହଉଛି ଫିଜିକାଲ ଏବିଲିଟି ବୁଝଉଛି। ସେ ପ୍ରକାର ମୋଟର ସ୍କିଲ୍ ଆପଣଙ୍କ ପାଖରେ ଥିବା ଦରକାର। ଯେମିତିକି ଆପଣଙ୍କର ଜିମ୍ନାଷ୍ଟିକ ରେ ଦେଖିବେ ୱେଟ୍ ଲିଫ୍ଟିଂ ଥାଏ। ତ ୱେଟ୍ ଲିଫ୍ଟିଂ ପୂର୍ବରୁ ଆପଣ ମାନେ ଦେଖିବେ, ସେ ଯିଏ ୱେଟ୍ ଲିଫ୍ଟର ଥିବେ, ଯିଏ ପାର୍ଟିସିପାଣ୍ଟ ଥିବେ, ସିଏ ତା ପୂର୍ବରୁ ବହୁତ ପ୍ରକାର ୱାର୍ମ ଅପ୍ କରିଥିବେ, ବଡିକୁ ଷ୍ଟାମିନା ବଢେଇଥିବେ, ତାପରେ ଯାଇକି ୱେଟ୍ ଲିଫ୍ଟିଂ କରିପାରିବେ। ତ ଏଇ ସବୁ କୁହାଯାଉଛି କଣ, ଫିଜିକାଲ ଏବିଲିଟି କୁହାଯାଉଛି। ତାପରେ ଆସିଲା ସ୍କିଲ୍ ମୁଭମେଣ୍ଟ। ଏଟା ବି ଗୋଟେ ପ୍ରକାର ମୋଟର ସ୍କିଲ୍ ନା, ଆଡଭାନ୍ସ ଲର୍ନିଂ ମୁଭମେଣ୍ଟ ଆଜ୍ ୱାନ୍ କୁଡ୍ ଫାଇଣ୍ଡ ଦ ସ୍ପୋର୍ଟସ୍ ଆଣ୍ଡ ଡ୍ୟାନ୍ସ। ତା ମାନେ ଇଏ ଗୋଟେ ସ୍କିଲ୍ ମୁଭମେଣ୍ଟ ମାନେ କଣ, ମୁଭମେଣ୍ଟ ମାନେ ମାନେ ଯେତେବେଳେ ଗୋଟେ ପିଲାଟେ ବା ଗୋଟେ ଡ୍ୟାନ୍ସର ବା ସ୍ପୋର୍ଟସ ପର୍ସନ, ଯେମିତି କି ଆପଣ ଦେଖିବେ ନୀରଜ ଚୋପ୍ରା, ଆପଣ ଜାଭଲିଂ ଥ୍ରୋ କରୁଛି, ତାର ତ ଷ୍ଟେପ୍ ଅଛି, ତା ପୂର୍ବରୁ ଏଟା ସ୍କିଲ୍ ମୁଭମେଣ୍ଟ ଟା କୁହାଯାଏ। ସେ ସ୍କିଲି ମୁଭ୍ କରିକା ଆସିକି ସେ ଜାଭଲିନ୍ ଟା ଥ୍ରୋ କରିବ। ବା ଆପଣଙ୍କର ଡ୍ୟାନ୍ସ ଭଲ ଡ୍ୟାନ୍ସର, ସେ ତା ଡ୍ୟାନ୍ସ ମୁଭ୍ ଦଉଛି, ତ ସେଥିପାଇଁ ତାକୁ ସ୍କିଲ୍ଡ ହବାକୁ ପଡିବ। ସେଟା ହଉଛି ସ୍କିଲ୍ଡ ମୁଭମେଣ୍ଟ ବୋଲି କୁହାଯାଏ। ତ ଏ ସବୁ ପ୍ରଫେସନାଲ ପାଖରେ ଏ ମୁଭମେଣ୍ଟ ଗୁଡାକ ଥାଏ। ତାପରେ ହଉଛି କଣ,
ନା ତାପରେ ହଉଛି ନନ୍ ଡିସ୍କସିଭ୍ କମ୍ୟୁନିକେସନ୍ କଣ? ୟୁଜ୍ ଦ ଇଫେକ୍ଟିଭ୍ ବଡି ଲାଙ୍ଗୁଏଜ୍ ସଚ୍ ଏଜ୍ ଗେଷ୍ଟର ଆଣ୍ଡ ପୋସ୍ଚର ଆଣ୍ଡ ଫେସିଆଲ୍ ଏକ୍ସପ୍ରେସନ୍। ବେଳେବେଳେ କଣ ହୁଏ? କିଛି କଥା ଆମେ କୁହନ୍ତିନି। ନନ୍ ଡିସ୍କସିଭ୍ କମ୍ୟୁନିକେସନ୍ ଥାଏ। ଆମେ କିଛି କୁହନ୍ତିନି। କିନ୍ତୁ ବଡିଲି ମୁଭମେଣ୍ଟଟା ଥାଏ। ଯେମିତିକି ଆପଣଙ୍କର କିଛି ଗୋଟେ ବଡିଲି ମୁଭମେଣ୍ଟ ହେଲେ ଆପଣ ବଡିଟା ମୁଭ୍ କରିଦେବେ ବା ରାଗିଛନ୍ତି ମୁହଁକୁ ବୁଲେଇକି ପଳେଇବେ। ହସୁଛନ୍ତି ଜୋର ପୁରା ମାନେ ପୁରା ହାତକୁ ଉପରକୁ ଟେକିକି ହସୁଛନ୍ତି। ଖୁସି ହେଇଛନ୍ତି ପୁରା ଗୋଟେ ଭଲ ଜାଗା ଯାଇଛନ୍ତି, ଜାଗାଟାକୁ ଦେଖିକି ପୁରା ଖୁସି ହେଇଛନ୍ତି। ଆପଣ ଦୌଡୁଛନ୍ତି, ଏକ୍ସପ୍ରେସନ ଦଉଛନ୍ତି। ତାକୁ କଣ କୁହାହଉଛି ନା ଲାଙ୍ଗୁଏଜ, ବଡିର ଗେଷ୍ଟର ପୋସ୍ଚରକୁ ବୁଝାଏ। ସେଟା ହଉଛି ନନ୍ ଡିସ୍କସିଭ୍ କମ୍ୟୁନିକେସନରେ ଯାଉଛି। ତ ଏଇଗୁଡାକ ସବୁ ହଉଛି ମୋଟର ଆକ୍ଟିଭିଟିକୁ ବୁଝାଏ, ଯୋଉଟାକି ମାଂସପେଶୀ ଜନିତ ଆକ୍ଟିଭିଟିକୁ ବୁଝାଇଥାଏ। ତ ଏଇସବୁ ଯାଉଛି ଆପଣଙ୍କର ଯୋଉଟାକି ହଉଛି ସାଇକୋମୋଟର ଡୋମେନରେ ଏଟା ଯାଉଛି। ତ ଆଶା କରୁଛି ଆପଣ କନସେପ୍ଟକୁ ଭଲ ଭାବରେ ବୁଝିପାରିଥିବେ। ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।